वर्तमान सांग मैंने वर्तमान हूँ सकाल 9टा बाजि वर्तमान एवं नारायण ठाकुर पूजा होती आम घर पाखे जड़े नहीं से ठाकुर पूजा चलती से ठाकुर को नहीं वासुदेवाय गोपीजन वल्लभाय प्रभु नमो नारायणाय इच्छा हो दर्शन कर प्रभु मकड़ा गोड़ा टिके टिके रही था तू और छादो जो मोबाइल आ रहे जितिन कर हाँ आस वर्तमान देखते सांग मैंने नारायण ठाकुर आम घर पलैले ठाकुर जगटा पूरा फांका हो गला वर्तमान मु पूजा कर सारी अन्य सब ठाकुर को हाय फ्रेंड्स नमस्कार जय जगन्नाथ मोर गोटे नुआ भिडियो आपण मानक स्वागत केमती अच्छे सांग मैंने भलर अच्छा ना निश्चय भल थे भगवान आपण मानक समस्त को सब विपद आपद रक्षा करंतु वर्तमान सांग मैंने टाइम आसी 10टा बाजीगला आज आमर आपण मैंने देखिले आम घरे नारायण ठाकुर थे से घर पाखरे जन घर को घर पाख से नहीं कि सेठी पूजा करेंगे जेहेतु आम ये ठाकुर रखिलुन जेहेतु आपण मैंने देखुए आम जो भुवनेश्वर जाऊँ भाईना देह भल ना से 4-6 दिन 8 दिन रहा पड़ी आ ठाकुर पूजा बंद हो सहित आम घर को जाऊँ से भी ठाकुर पूजा बंद रोचे ठाकुर देढ़शुर दियर पाखे ठाकुर रही जेहेतु से मैंने भड़ा रोचे ठाकुर से रे ठाकुर ये रे से आम जो ठाकुर रही बर्तमान मैंने सी घरे माने अनुगुल चंद्र दीक्षा डेली सकाळ संध्या पूजा पूजी माने सब चले आ से ठीक ठाकुर गले ठाकुर पूजा बंद हेनी ठाकुर आपण जानते ठाकुर पूजा गोटे दिन नारायण ठाकुर गोटे दिन भी पूजा बंद करने कथा नुहे बंद कला माने निज घर पर क्षति आपण जानते नारायण ठाकुर नारायण से गेंगुटी नदी माने आसछंदी जिते ठाकुर विष्णुकर शिला माने गेंगुटी नदी आसछंदी आपण माने बहुत जन जानी से आज ठाकुर पलैले से माँ आज कांदिले मोर भी माने मन दुख कांद भी जहाँ भी हो कांद लगे कौन कर ठाकुर जो भी ठाकुर रुहतु माने पूजा पातु आम या चाहूँ से आम ठाकुर को 2 मास पूर्व देदेवा कथा कार्तिक मास जेतु कार्तिक मासरे मार्गशीर मासरे दि जाए ना से पौष मासरे दिहला माँ कांदिले मुझे कांदिले जहाँ भी हो ठाकुर माने ठाकुर पूजा करूँ आगे नारायण को चलती ठाकुर कह जाए आपण मैंने तो समस्त जानी से माने मन दुख कौन करवा
ଭଗବାନଙ୍କର ଯେଉଁଠି ତାଙ୍କର ଇଚ୍ଛା ଥିବ ପୂଜା କରିବା ପାଇଁ, ତାଙ୍କର ଭଗବାନଙ୍କର ଇଚ୍ଛା ଅଛି ସେ ଅନ୍ୟ ଜଣ ଘରେ ରହି ପୂଜା ପାଇବାର, ସେଥିପାଇଁ ତାଙ୍କ ଘରେ ଯାଇକି ରହିଲେ। ସେଥିପାଇଁ ମାନେ ମନ ମାନେ ବହୁତ ଦୁଃଖ। ଆପଣମାନେ ଦେଖିଲେ ଘର ପାଖ ଜଣେ ସିଏ ଆସିକି, ଯେହେତୁ ପୂଜା ନନା ଆସିନଥିଲେ, ଆଉ ସିଏ ଆସିକି ପୂଜା କରିକି 9ଟା ବେଳେ ନେଇଗଲେ। ତାଙ୍କର ବାହାରକୁ ଯିବାର ଅଛି, ସେ ପୂଜା କରିକି ନେଇଗଲେ ଠାକୁରଙ୍କୁ। ସେଥିପାଇଁ ସାଙ୍ଗମାନେ ବର୍ତ୍ତମାନ ମୋର ଏବେ ପୂଜା ସବୁ ସରିଯାଇଛି। ଆଉ ଭାଇନା ଦାଣ୍ଡ ଆଡ଼େ ଯାଇଛନ୍ତି, ଆଉ ମା ଠାକୁରଙ୍କ ଘରେ ଅଛନ୍ତି। ଆଉ ଭାଇନା ଆଜି ଖାଇବା, ଭାଇନା ଦେଖିଲା କଦଳୀ ନେଇ ଆସିଛନ୍ତି, ଦେଖିଲା ଆଉ ଜାଆଁଳା କଦଳୀ ଅଛି। ଆଜି ମନେ ପଡ଼ିଲାନି, ଯେହେତୁ ମୋର ଯିବା ପାଇଁ ମନ୍ଦିର ଯିବା ପାଇଁ ଉଠିଲା ଗୋଟେ ଡେରି ଟାଇମ୍ ହେଉନି, ଆଉ ସେଥିପାଇଁ ମୁଁ ଜଣ ହାତରେ କଦଳୀ ଦେଇଥିଲି। ଜାଆଁଳା କଦଳୀ ଶିବଙ୍କ ଉପରେ ଚଢ଼େଇଲେ ବହୁତ ଭଲ। ଦେଖିବା ଯଦି ଶିବ ଠାକୁରଙ୍କ ଉପରେ ଦିଆହେଲା, ନହେଲେ ଷେଣ୍ଢକୁ ଦେଲେ ବି ମାନେ ବହୁତ ଭଲ। ସେଇଥିପାଇଁ ନହେଲେ ଆମେ ଷେଣ୍ଢକୁ ଦେଇଦେବୁ। ସେଇଥିପାଇଁ ଭାଇନାଙ୍କର ଆଜି ଯେହେତୁ ଜାଆଁଳା କଦଳୀ ମାନେ 6ଟା ଏକାଥରେ ଜାଆଁଳା କଦଳୀ 6ଟା। ଜାଆଁଳା କଦଳୀ ଠାକୁରଙ୍କୁ ତ ଭୋଗ ଦିଆଯାଏ ନା, ଖାଲି ଶିବଙ୍କ ଉପରେ ଚଢ଼ାଯାଏ। ସେଥିପାଇଁ ଭାଇନା ଆଜି ଚୁଡ଼ା, ମୁଢ଼ି, କଦଳୀ, କ୍ଷୀର ପକାଇ ଖାଇବେ। ଆଉ ମାଆଙ୍କର ବି ସେଇ ଫଳ ଟିକେ ଜୁସ୍ କରିଦେବି, ଆଉ ମୁଢ଼ି ଗୁଣ୍ଡ କରିଦେବି, ଏମିତି ମା ତାଙ୍କର ଖାଇଦେବେ। ଆଉ ମୋର ତ ଆପଣମାନେ ଜାଣିଛନ୍ତି ମୋର ପଖାଳ ଖିଆ ହେବ। ସାଙ୍ଗମାନେ ମୁଁ ଯାଉଛି, ତାପରେ ଭିଡ଼ିଓ କଣ୍ଟିନ୍ୟୁ କରିବି। ଆଜି ମାନେ ମନଟା ଟିକେ ଦୁଃଖ ଅଛି, ଯେହେତୁ ଠାକୁର ଏତେ ବର୍ଷ ହେଲା ଆମ ଘରେ ଥିଲେ, ପଳେଇଲେ। ମାନେ ମନ ମାନେ ବହୁତ ଦୁଃଖ। କ'ଣ କରିବା, ଭଗବାନଙ୍କର ଯାହା ଇଚ୍ଛା ଅଛି ସେୟା ହିଁ ହବ। ଭଗବାନଙ୍କର ନିର୍ଦ୍ଦେଶରେ କୌଣସି ମାନେ ଅସମ୍ଭବ କାମ ସମ୍ଭବ ହେଇଯାଏ। ସବୁ ଭଗବାନଙ୍କର ଇଚ୍ଛାରେ ହିଁ ହେଇଥାଏ। ସାଙ୍ଗମାନେ ମୁଁ ଆଗକୁ ଭିଡ଼ିଓ କଣ୍ଟିନ୍ୟୁ କରିବି, ଆପଣମାନେ ମୋ ସହିତ ଯୋଡ଼ି ରହିଥାନ୍ତୁ। ବର୍ତ୍ତମାନ ସାଙ୍ଗମାନେ ତ ଠାକୁର ପଳେଇଲେ, ସେଥିପାଇଁ ଠାକୁରଙ୍କ ତୁଳସୀ ପତ୍ର ଠାକୁରଙ୍କ ତୁଳସୀ ପତ୍ର ଟିକେ ପାଇଦେବା। ଆପଣମାନେ ତୁଳସୀ ପତ୍ର ସାଙ୍ଗମାନେ ଯେତେ ପାଇବେ ଚୋବେଇ ଖାଇବେନି, ତାକୁ ଢୋକିଦେବେ। ଚୋବେଇ ଖାଇଲେ ଦାନ୍ତ ମାନେ ପୋକ ଖାଇଥାଏ, ଦାନ୍ତ ଖରାପ ହେଇଥାଏ। ସେଥିପାଇଁ ମୁଁ ତୁଳସୀ ପତ୍ରକୁ ଢୋକିଦେଲି। ତାପରେ ଠାକୁରଙ୍କ କଦଳୀ ଭୋଗ ଖାଇଦେଲି। ମା ସବୁବେଳେ ଠାକୁରଙ୍କ ପାଦୁକା ପାଆନ୍ତି, ମୁଁ ବି ମଧ୍ୟ ପାଦୁକା ଆଉ ପାଇହେବନି, ସେଦିନ ପାଦୁକା ମୁଁ ବି ଟିକେ ପାଇଦେଲି। ମା ତାଙ୍କ ଡେଲି ଠାକୁର ପୂଜା ସାରି ସାରିଲା ପରେ ଠାକୁରଙ୍କ ପାଦୁକା ପାଆନ୍ତି। ଆଉ ଯେହେତୁ ପାଦୁକା ଆଉ ବି ପାଇ ହେବନି, ବର୍ତ୍ତମାନ ସାଙ୍ଗମାନେ ମୋ ସକାଳ ଖାଇବାଟା ସରିଯାଇଛି। ମୁଁ ଖରାବେଳେ କ'ଣ ରୋଷେଇ କରୁଛି ଆପଣମାନଙ୍କୁ ଦେଖାଇ ଦେଉଛି। ରୋଷେଇ ସରି ଆସିଲାଣି, ଚାଲନ୍ତୁ କ'ଣ ରୋଷେଇ କରୁଛି ଆପଣମାନଙ୍କୁ ଦେଖାଇ ଦେଉଛି। ଓଲକୋବି ଆଳୁ ତରକାରୀ, ତା ସହିତ ଦହି କଢ଼ି, ତା ସହିତ କୋବି ନାଡ଼ି, ଆଳୁ ସାରୁ ବେସର ଦେଇ ହେଇଛି। ତା ସହିତ କଲରା ବରା କରିଥିଲି, ମୁଁ ଖାଇ ଦେଇଛି 2-3ଟା। ଦେଖନ୍ତୁ, ଅଳ୍ପ କଲରାକୁ ବେସନ ଦେଇକି ଛାଣି ଦେଇଥିଲି। ସାଙ୍ଗମାନେ ବର୍ତ୍ତମାନ ଟାଇମ୍ ଆସିକି 4:30 ବାଜିଯାଇଛି। ଆମର ଖିଆପିଆ ସରିଯାଇଥିଲା। ତାପରେ ମୁଁ ଘର ପହଁରା ପରେ ତା ସହିତ ବାସନ ମଜାମଜି ସାରି ଦେଇଛି। ଆଉ ତା ସହିତ ଆଜି ଯେହେତୁ ଆମ ଘରୁ ଆଜି ଠାକୁର ପଳେଇଲେ, ସେଥିପାଇଁ ଆଉ ମନ ଟିକେ ଦୁଃଖ। ସାଙ୍ଗମାନେ ଆଉ ମୁଁ ଆପଣମାନଙ୍କୁ ଗୋଟେ କଥା କହିବାକୁ ଚାହୁଁଛି। ଆଗକୁ ମୋର ଗୋଟେ ସୁନ୍ଦର ଭିଡ଼ିଓ ଆସିବ, ଆପଣମାନେ ମୋ ସହିତ ଯୋଡ଼ି ହେଇ ରୁହନ୍ତୁ। ଆଉ ଯେଉଁମାନେ ମୋ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆସୁଛନ୍ତି, ପ୍ଲିଜ୍ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ହଁ ସାଙ୍ଗମାନେ, ଆପଣମାନେ ଜଗନ୍ନାଥ ଭିଡ଼ିଓ ଯାଇ ଦେଖନ୍ତୁ। ମାନେ ଯାଜପୁର ପ୍ରସିଦ୍ଧ ଜଗନ୍ନାଥ ଠାକୁରଙ୍କୁ ଦର୍ଶନ କରନ୍ତୁ। ଆଉ ତା ସହିତ ଆଗକୁ ଭଲ ଭଲ ଭିଡ଼ିଓ ଆପଣମାନଙ୍କୁ ମୁଁ ନିଶ୍ଚୟ ଦେବି। ଆପଣମାନଙ୍କ ସହିତ ଦେଖା ହେବ ପୁଣି ନେକ୍ସଟ ଭିଡ଼ିଓରେ। ନମସ୍କାର, ଜୟ ଜଗନ୍ନାଥ, ଲଭ୍ ୟୁ। ଆପଣମାନେ ସମସ୍ତେ ଭଲ ରୁହନ୍ତୁ, ଖୁସିରେ ରୁହନ୍ତୁ, ଆଉ ମୋ ସହିତ ଯୋଡ଼ି ରହିଥାନ୍ତୁ। ଲଭ୍ ୟୁ, ଟେକ୍ କେୟାର।